ନାଥ ହର ଶମ୍ଭୁ। ଆଜି ସାବିତ୍ରୀ ବ୍ରତ, ତେଣୁ ଚାଲନ୍ତୁ ଜାଣିବା ପୌରାଣିକ ଓ ବୈଦିକ ଦୃଷ୍ଟିକୋଣରୁ ସାବିତ୍ରୀ ବ୍ରତ କ'ଣ। ପୌରାଣିକ ମାନେ ଆମ ଯାହା ପୁରାଣ ଅନୁସାରେ ମହାଭାରତ, ରାମାୟଣ, ଲକ୍ଷ୍ମୀ ପୁରାଣ ଏସବୁ ହେଉଛି ପୁରାଣ। ବୈଦିକ ମାନେ ଆମର ଉପନିଷେଦ ଓ ବେଦରେ ଯାହା ଲେଖା ହେଇଛି ସେସବୁ ହେଉଛି ବୈଦିକ। ତ ପୁରାଣରେ ଯାହା ଲେଖା ହେଇଛି ସେଇଟା ହେଉଛି ପୌରାଣିକ ଦୃଷ୍ଟିକୋଣ, ବେଦରେ ଯାହା ଲେଖା ହେଇଛି ସେଇଟା ହେଉଛି ବୈଦିକ ଦୃଷ୍ଟିକୋଣ। ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ସଧବା ନାରୀଙ୍କ ପାଇଁ ଆଜିର ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀଙ୍କ ଦୀର୍ଘାୟୁଷ କାମନା କରି ସାବିତ୍ରୀ ବ୍ରତ ରଖିଥାନ୍ତି ସ୍ତ୍ରୀ। ସଧବାର ସମ୍ପତ୍ତି ଶଙ୍ଖା ସିନ୍ଦୁରକୁ ବଜ୍ର କରି ରଖିବା ପାଇଁ ମାନସିକ କରି ଏହି ବ୍ରତ ପାଳନ କରନ୍ତି ସ୍ତ୍ରୀମାନେ। ଏ ବାବଦରେ ଏକ ସୁନ୍ଦର କାହାଣୀ ଅଛି। ପୌରାଣିକ ମତରେ ମହାଭାରତରେ ମହର୍ଷି ବୈଶମ୍ପାୟନ ଉବାଚରେ ବନପର୍ବ ସପ୍ତମ ସ୍କନ୍ଧ 293ରୁ 299 ଅଧ୍ୟାୟରେ ଏହି କାହାଣୀଟି ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି, ଯାହାକୁ ଆଧାର କରି ଆମେମାନେ ସମସ୍ତେ ଯୁଗ ଯୁଗରୁ ସାବିତ୍ରୀ ବ୍ରତ ପାଳନ କରି ଆସୁଛେ। ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ୱପତିଙ୍କ ଏକମାତ୍ର କନ୍ୟା। ମଦ୍ର ନରେଶ ମା ସାବିତ୍ରୀଙ୍କ କୃପାରୁ କନ୍ୟାଟି ପାଇଥିବାରୁ ତାଙ୍କ ନାମ ରଖିଥିଲେ ସାବିତ୍ରୀ। ସେହି କନ୍ୟା ବିବାହ ଯୋଗ୍ୟ ହେବା ବେଳକୁ ମହାରାଜ ତାର ବିବାହ ପାଇଁ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଲେ। ସାବିତ୍ରୀଙ୍କୁ କହିଲେ, ତୁ ବିବାହ ଯୋଗ୍ୟ ହୋଇଗଲୁଣୁ, ଏଣୁ ନିଜ ପାଇଁ ଯୋଗ୍ୟ ବରଟେ ଖୋଜିନେ। କାରଣ ଶାସ୍ତ୍ରର ମାନ୍ୟତା ଅନୁସାରେ କନ୍ୟା ବିବାହ ଯୋଗ୍ୟ ହୋଇଗଲା ପରେ ଯେଉଁ ପିତା କନ୍ୟା ବିବାହ କରାନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି। ପିତାଙ୍କଠାରୁ ଏହା ଶୁଣିବା ପରେ କନ୍ୟା ସାବିତ୍ରୀ ନିଜ ପାଇଁ ବରପାତ୍ର ସନ୍ଧାନରେ ବାହାରି ପଡ଼ିଲେ। ରାଜର୍ଷି ଦ୍ୱିମତ ସେନଙ୍କ ରମଣୀୟ ତପୋବନ ମଧ୍ୟରେ ସାବିତ୍ରୀ କିଛିଦିନ ବରପାତ୍ର ସନ୍ଧାନରେ ବୁଲିଲେ। ଜଙ୍ଗଲରେ ଲାଳନ ପାଳନ ହୋଇଥିବା ଶାଲ୍ୱ ଦେଶ ରାଜାଙ୍କ ପୁତ୍ର ସତ୍ୟବାନଙ୍କୁ ହିଁ ସାବିତ୍ରୀ ନିଜର ସ୍ୱାମୀ ରୂପେ ନିର୍ବାଚନ କରିଥିଲେ। ନାରୀ ବିଚିତ୍ର ସୃଷ୍ଟିର ଏକ ବୈଚିତ୍ର୍ୟମୟ ଉପହାର। ଅନନ୍ତ କୋଟି ସ୍ରଷ୍ଟାଙ୍କର ସବୁ ସୃଷ୍ଟି ମଧ୍ୟରୁ ନାରୀ ହେଉଛି ଏକ ସୁନ୍ଦର ଅପୂର୍ବମୟ ଉପହାର। କେଜାଣି କାହିଁକି ମନ ହୁଏ ସୃଷ୍ଟିକର୍ତ୍ତା କେବେ କେମିତି ସମୟ ପାଇଥିଲେ ଏହି ସୁନ୍ଦର ଅପୂର୍ବମୟ ନାରୀକୁ ସୃଷ୍ଟି କରିବାକୁ। ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ଏହି ନାରୀ ଦେହରେ ଏମିତି କ'ଣ ରହିଛି ଯେ ଆବାହନ କାଳରୁ ଯୋଗୀ, ମୁନି, ଋଷି, ଦେବତାମାନେ ମଧ୍ୟ ତାକୁ ଦେଖି ବାଟବଣା ହୋଇଛନ୍ତି। ନାରୀ ମମତାମୟୀ, କରୁଣାମୟୀ, ସ୍ନେହମୟୀ, ରୂପେ ସର୍ବଦା ପୂଜନୀୟ। ତେବେ ସୁନ୍ଦରୀ ସାବିତ୍ରୀଙ୍କ ରୂପରେ ବିମୋହିତ ସତ୍ୟବାନ କ'ଣ ପ୍ରତ୍ୟାଖ୍ୟାନ କରିପାରିବେ? ଏଠି ସତ୍ୟବାନଙ୍କୁ ନେଇ ସମସ୍ୟା ନଥିଲା, ଥିଲା ସବୁକିଛି ସାବିତ୍ରୀଙ୍କ ଉପରେ। ରାଜକୁମାରୀ ସାବିତ୍ରୀଙ୍କ ପତିବରଣ ଦେଖି ଦେବର୍ଷି ନାରଦ ରାଜାଙ୍କୁ କହିଲେ, ରାଜନ, ଏହା ବହୁତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟୀ। ସାବିତ୍ରୀ ଯେଉଁ ବରକୁ ମନ ଭିତରେ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ। ତାଙ୍କର ପରମାୟୁ ଆଜିଠାରୁ ମାତ୍ର 1 ବର୍ଷ ଅଛି। ଏହିପରି ଏକ ସ୍ୱଳ୍ପାୟୁ ବରଷ ରାଜକୁମାରୀ ବିବାହ କରିବା ଅନୁଚିତ। ଏସବୁ କଥା କହି ଦେବର୍ଷି ନାରଦ ପ୍ରସ୍ଥାନ କଲେ। ସାବିତ୍ରୀ ରାଜାଙ୍କୁ କହିଲେ, ପିତା ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ୍ ସେହିପରି ସେ ତାଙ୍କର ବରପାତ୍ର ନିର୍ବାଚନ କରିସାରିଛନ୍ତି ଏବଂ ସେ ସତ୍ୟବାନଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅନ୍ୟ ଉପାୟ ନ ପାଇ ସତ୍ୟବାନଙ୍କ ସହ ପୂର୍ଣ୍ଣ ମର୍ଯ୍ୟାଦା ଓ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରାଜା ସାବିତ୍ରୀଙ୍କ ବିବାହ କରାଇଦେଲେ। ବିବାହ ପରେ ସତ୍ୟବାନ ସାବିତ୍ରୀଙ୍କର ହସ ଖୁସିରେ ବିତି ଯାଇଥିଲା କିଛି ଦିନ। ତାପରେ ସତ୍ୟବାନଙ୍କ ମୃତ୍ୟୁର ଦିବସ କ୍ରମେ ନିକଟବର୍ତ୍ତୀ ହେଉଥିଲା। ମୃତ୍ୟୁକୁ ମାତ୍ର ଆଉ 4 ଦିନ ବାକି ଥାଏ। ସାବିତ୍ରୀ 3 ଦିନର ବ୍ରତ ପାଳନ କଲେ। ଜଙ୍ଗଲରୁ ସେମାନେ କାଠ କାଟି ଜୀବିକା ନିର୍ବାହ କରିଥାନ୍ତି। ଅନ୍ତିମ ଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ କାଟିବାକୁ ଗଲେ, ସାବିତ୍ରୀ ତାଙ୍କ ସହ ବାହାରିଲେ ଯିବା ପାଇଁ। ଜଙ୍ଗଲରେ ଯାତ୍ରା ଅତ୍ୟନ୍ତ କଠିନ ଓ ବିପଦପୂର୍ଣ୍ଣ। ଏଣୁ ସତ୍ୟବାନ ସାବିତ୍ରୀଙ୍କୁ ବାରଣ କଲେ। ମାତା ସାବିତ୍ରୀ ତାଙ୍କ କଥା ନ ମାନି ତାଙ୍କ ସହ ଅରଣ୍ୟକୁ ଗଲେ। ସେ ଯେ ଅଳ୍ପାୟୁ ଏବଂ ତାଙ୍କର ମୃତ୍ୟୁ ଆସି ସନ୍ନିକଟ ହୋଇଛି ଏ କଥା କେବଳ ସତୀ ସାବିତ୍ରୀଙ୍କୁ ହିଁ ଜଣାଥିଲା। ସତ୍ୟବାନ କାଠ ଆଣୁଥାନ୍ତି, ହଠାତ୍ ତାଙ୍କ ଦେହ ଅବଶ ହୋଇପଡ଼ିଲା। ମୁଣ୍ଡ ଘୂରାଇ ଦେଉଥାଏ, ଦେହ ଖୁବ୍ ଦୁର୍ବଳ ଲାଗୁଥାଏ, ବସିବାର ଶକ୍ତି ନଥାଏ। ସେ ସାବିତ୍ରୀଙ୍କୁ କହିଲେ, ପ୍ରିୟା ଦେହଟା କିପରି ଲାଗୁଛି? ମୋର ଶୋଇବାକୁ ଭାରି ଇଚ୍ଛା ହେଉଛି। ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତିଷ୍କକୁ ନିଜ କୋଳରେ ରଖିଲେ। ସତ୍ୟବାନ ଝାଉଁଳି ପଡ଼ିଥାନ୍ତି ସାବିତ୍ରୀଙ୍କ କୋଳରେ। ମୃଦୁ ହସ୍ତଚାଳନାରେ ସାବିତ୍ରୀ ସତ୍ୟବାନଙ୍କ କପାଳକୁ ଆଉଁସି ଦେଇଥାନ୍ତି। ଏହି ସମୟରେ ମୃତ୍ୟୁ ଦେବତା ଯମ ସେଠାରେ ଉପସ୍ଥିତ ହେଲେ। ଯମରାଜ ସତ୍ୟବାନଙ୍କ ପିଣ୍ଡରୁ ପ୍ରାଣ ବାହାର କରି ଚର୍ମରଜ୍ଜୁ ଦ୍ୱାରା ବନ୍ଧନ କଲେ ଓ ଦକ୍ଷିଣ ଦିଗ ଯମଲୋକ ଅଭିମୁଖେ ଅଗ୍ରସର ହେଲେ। ଯମରାଜଙ୍କୁ ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେବା ପାଇଁ ବାରମ୍ବାର ଅନୁନୟ କରୁଥାନ୍ତି। ଯମରାଜ ଏଥିରେ ନିଜର ଅକ୍ଷମତା ପ୍ରକାଶ କରନ୍ତେ ସାବିତ୍ରୀ ତାଙ୍କୁ ଅନୁସରଣ କରିବାରେ ଲାଗିଲେ। ଯମରାଜ ଏଥିରୁ ତାଙ୍କୁ ନିବୃତ୍ତ କରି କହିଲେ, କଲ୍ୟାଣୀ, ତମେ ଫେରିଯାଅ। ସ୍ୱାମୀଙ୍କ ଜୀବନ ବଦଳରେ ଇଚ୍ଛା କର ତ ଅନ୍ୟ କିଛି ବର ମାଗିପାର। ସତ୍ୟବାନ ପିତା ତଥା ସାବିତ୍ରୀଙ୍କର ଶ୍ୱଶୁର ରାଜା ଦ୍ୱିମତ ସେନ ଥିଲେ ଚକ୍ଷୁହୀନ।
ସେ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇଥିଲେ ଏବଂ ଅରଣ୍ୟରେ ବାସ କରୁଥିଲେ। ଯମରାଜଙ୍କ ଠାରୁ ଏହି ଆଶାପୂର୍ଣ୍ଣ ବାକ୍ୟ ଶୁଣି ଦେବୀ ସାବିତ୍ରୀ ବର ସ୍ୱରୂପେ ଶ୍ୱଶୁରଙ୍କ ଚକ୍ଷୁଦାନ, ତାଙ୍କ ହରାଇଥିବା ରାଜ୍ୟ ପ୍ରାପ୍ତି ଓ ନିଜ ପିତାଙ୍କ ପାଇଁ 100 ପୁତ୍ର ପ୍ରାପ୍ତିର ବର ମାଗିଲେ। ଯମରାଜ ତଥାସ୍ତୁ କହିଲେ, କହି ଆଗେଇ ଚାଲିଲେ। କିଛି ସମୟ ପରେ ଯମରାଜ ଦେଖିଲେ ସାବିତ୍ରୀ ତାଙ୍କୁ ପୁଣି ଅନୁସରଣ କରୁଛନ୍ତି। ଯମରାଜ ବୁଲି ପଡ଼ି ତାଙ୍କୁ ବାରଣ କରି କହିଲେ, କଲ୍ୟାଣୀ ଏବେ ଫେରିଯାଅ, ଚାହୁଁଛ ତ ଆଉ ଏକ ଶେଷ ବର ମାଗିନିଅ। ସାବିତ୍ରୀ ଏତିକି ବେଳେ ଅତ୍ୟନ୍ତ ଚତୁରତା ସହିତ ବରଟିଏ ମାଗିଲେ। ଯମଙ୍କୁ ସେ ବର ପ୍ରାର୍ଥନା କରି କହିଲେ, ଏ ଧର୍ମରାଜ, ମୋତେ ଏଇ ଶେଷ ବରଟିଏ ଦିଅନ୍ତୁ, ଯେପରି ମୁଁ ସତ ଯଶସ୍ୱୀ ପୁତ୍ରର ଜନନୀ ହେବି। ସାବିତ୍ରୀ ତାଙ୍କ ପଛ ଛାଡ଼ୁ ନଥିବାରୁ ଯମରାଜ ଅତି ବିବ୍ରତ ହୋଇପଡ଼ିଲେ। ସେ ଆଗ ପଛ ବିଚାର ନ କରି ବର ଦେଇଦେଲେ। ଯମରାଜ ତାଙ୍କୁ ବାରଣ କଲେଣି, ଏବେ ଚାହୁଁଛୁ ତ ଶେଷ ବର ମାଗିନି। ଅତ୍ୟନ୍ତ ଚତୁରତା ନଥିବାରୁ ଯମରାଜ ଅତି ବିବ୍ରତ ହୋଇ ପଡ଼ିଥିଲେ। ସେ ଆଗ ପଛ ବିଚାରି ନ କରି ତୁରନ୍ତ କହିଦେଲେ, ତଥାସ୍ତୁ। ସାବିତ୍ରୀ ଆଉ କାଳ ବିଳମ୍ବ ନ କରି ଯମରାଜଙ୍କୁ କହିଲେ, ଧର୍ମରାଜ, ଆପଣ ଏବେ ବଚନବଦ୍ଧ, ଏଣୁ ମୋ ସ୍ୱାମୀଙ୍କୁ ଜୀବନ ଫେରାଇ ଦିଅନ୍ତୁ। ଯମରାଜ କହିଲେ, ଏହା କେମିତି? ସାବିତ୍ରୀ ତାଙ୍କୁ କହିଲେ, ହେ ଧର୍ମରାଜ, ଆପଣ ମୋତେ 100 ପୁତ୍ରର ଜନନୀ ହେବା ପାଇଁ ବର ଦେଇଛନ୍ତି। ଏବେ କୁହନ୍ତୁ, ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ର ଜନନୀ ହେବି? ଏଣୁ ପରୋକ୍ଷରେ ଆପଣ ମୋ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେବା ପାଇଁ ବର ଦେଇଛନ୍ତି। ସାବିତ୍ରୀ ଯମଙ୍କୁ ବର ମାଗିବା ପୂର୍ବରୁ ସତ୍ୟ କରାଇ ନେଇଥିଲେ। ସତ୍ୟେନ ଚଳତି ପୃଥି, ସତ୍ୟ ସୂର୍ଯ୍ୟ ପ୍ରକାଶୟେତ୍, ତେନ ସତ୍ୟମ୍ ନ ତ୍ୟଜ୍ୟତେ, ସତ୍ୟମେବଶ୍ଚ ଜୟତି, ସତ୍ୟମେବ ଜୟତି ନାନୃତମ୍, ସତ୍ୟେନ ପନ୍ଥା ବିତତ ଦେବଜାନଃ। ମୁଣ୍ଡକ ଉପନିଷଦରୁ ଏହି ଶ୍ଲୋକ ଆନିତ ହୋଇଛି। ସତ୍ୟ ହିଁ ସ୍ୱର୍ଗର ସପନ, ସମୁଦ୍ରର ନୌକା, ସତ୍ୟ ଦ୍ୱାରା ପୃଥିବୀ ତିଷ୍ଠି ରହିଛି, ସୂର୍ଯ୍ୟଦେବ ତାପ ପ୍ରଦାନ କରୁଛନ୍ତି, ପବନ ପ୍ରବାହିତ ହେଉଛି। ସତ୍ୟ ହିଁ ବାକ୍ର ପ୍ରତିଷ୍ଠା, ଧର୍ମ ସତ୍ୟ ଦ୍ୱାରା ବଢ଼ିଥାଏ। ସତ୍ୟକୁ ଗ୍ରହଣ କରି କେତେ ରାଜା ମହାରାଜା ଯଥା ହରିଶ୍ଚନ୍ଦ୍ର, ଦଶରଥୀ, ବଳି ନିଜର ପୁତ୍ର ରାଜ୍ୟାଦି ହରାଇଛନ୍ତି, ତଥାପି ସେମାନେ ସତ୍ୟ ପଥରୁ କେବେ ବି ବାହାରି ଯାଇନାହାନ୍ତି। ଜାବାଳି ଋଷି ବି ଏହି ସତ୍ୟ କଥନ ହେତୁ ଦିନେ ବ୍ରହ୍ମଜ୍ଞାନୀ ହୋଇପାରିଥିଲେ। ସତ୍ୟନିଷ୍ଠ ହୋଇ ସତ୍ୟ ସୃଷ୍ଟିର କର୍ଣ୍ଣଧାର ହୋଇପାରିଲେ ଧର୍ମର ପ୍ରତିଷ୍ଠା ସମ୍ଭବ ହେବ ବୋଲି ଅନେକ ମହାପୁରୁଷ ସେମାନଙ୍କ ମତ ରହିଥିବା ଦେଖାଯାଏ। ତେଣୁ କୁହାଯାଇଛି, ସତ୍ୟଂ ବଦ ଧର୍ମଂ ଚର, ସତ୍ୟାନ ପ୍ରମୋଦିତବ୍ୟମ୍, ସତ୍ୟମେବ ଜୟତି ନାନୃତମ୍, ସତ୍ୟେନ ପନ୍ଥା ବିତତ ଦେବଜାନଃ। ମୁଣ୍ଡକ ଉପନିଷଦ। ସାବିତ୍ରୀଙ୍କ କଥା ଯେ ଯୁକ୍ତିଯୁକ୍ତ ତାହା ବୁଝିବାକୁ ଯମଙ୍କୁ ଆଉ ବାକି ରହିଲା ନାହିଁ। ତେଣୁ ଡେରି ନ କରି ସେ ତୁରନ୍ତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ଯମଲୋକ ଦିଗରେ ପ୍ରସ୍ଥାନ କଲେ। ଏ ହେଉଛି ପୌରାଣିକ ମତ। ବୈଦିକ ଦୃଷ୍ଟିଭଙ୍ଗୀରୁ ଏବେ ବିଚାର କରିବା। 4 ଗୋଟି ବେଦରେ ମୋଟ ଉପରେ 20,000ରୁ ଅଧିକ ମନ୍ତ୍ର ରହିଛି। ସେହି ମନ୍ତ୍ରଗୁଡ଼ିକ ମଧ୍ୟରେ ଗାୟତ୍ରୀ ହେଉଛି ଏକ ମନ୍ତ୍ର, ଯାହାର ଉଲ୍ଲେଖ ଋଗ୍ବେଦ ଓ ସାମବେଦରେ ଥରେ ଲେଖାଏଁ ଏବଂ ଯଜୁର୍ବେଦରେ 4 ଥର ଲେଖାଏଁ ଅଛି। ମନ୍ତ୍ରଟି ଗାୟତ୍ରୀ ଛନ୍ଦଯୁକ୍ତ ହୋଇଥିବାରୁ ଏହାକୁ ଗାୟତ୍ରୀ ମନ୍ତ୍ର କୁହାଯାଏ। ମନ୍ତ୍ରର ଦେବତା ହେଉଛନ୍ତି ସବିତା, ଏଣୁ ଏହାକୁ ସାବିତ୍ରୀ ମନ୍ତ୍ର ମଧ୍ୟ କୁହାଯାଏ। ସଫଳ ମାନବ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ଏହି ଶ୍ରେଷ୍ଠ ବୁଦ୍ଧିର କାମନା ଗାୟତ୍ରୀ ମନ୍ତ୍ରରେ ହିଁ କରାଯାଇଛି। ଏହି ମନ୍ତ୍ରର ନିୟମିତ ଜପ କରୁଥିବା ମନୁଷ୍ୟର ବୁଦ୍ଧି ସ୍ଥିର ରହେ, ଭ୍ରଷ୍ଟ ହୁଏ ନାହିଁ ଏବଂ ସେ ଗାୟତ୍ରୀର ବା ସାବିତ୍ରୀର ଫଳ ପ୍ରାପ୍ତି ହୁଅନ୍ତି। ଗାୟତ୍ରୀ ମନ୍ତ୍ର ଦେବତା ସବିତା ଅଟନ୍ତି, ଏଣୁ ସବିତାର ଅର୍ଥ ସର୍ବସ୍ୱ ପ୍ରସବିତା। ଏଣୁ ସାବିତ୍ରୀ ମନ୍ତ୍ର କୁହାଯାଏ। ସାବିତ୍ରୀର ଅର୍ଥ ସର୍ବସ୍ୱ ପ୍ରସବିତା। ସମସ୍ତଙ୍କର ଉତ୍ପାଦକଙ୍କୁ ସବିତା କୁହାଯାଏ, ଅର୍ଥାତ୍ ସେ ପରମାତ୍ମା ଅଟନ୍ତି। ସବିତାରୁ ସାବିତ୍ରୀ ଶବ୍ଦ ଆସିଛି। ସାବିତ୍ରୀ ଗାୟତ୍ରୀ ଏକ ହିଁ ମନ୍ତ୍ର ଅଟେ। ଗାୟତ୍ରୀ ମନ୍ତ୍ରର ବ୍ୟୁତ୍ପତ୍ତି ନିମ୍ନ ପ୍ରକାରରେ ମଧ୍ୟ କରାଯାଏ। ଦୟା ମାନେ ପ୍ରାଣାଃ ତାନ ତାତ୍ରବତୀ ଇତି ଗାୟତ୍ରୀ, ଅର୍ଥାତ୍ ଗାୟତ୍ରୀ ପ୍ରାଣ ରକ୍ଷାକାରିଣୀ, ଯାହାର ଅନ୍ୟ ନାମ ହେଉଛି ସାବିତ୍ରୀ। ଏବେ ବ୍ରତ ବିଷୟକ ବିଚାର କରିବା। ବ୍ରତମ୍ ଇତି କର୍ମ ନାମ। ଉତ୍ତମ ନିଷ୍କାମ କର୍ମକୁ ବ୍ରତ କୁହାଯାଏ। ଅନ୍ନକୁ ମଧ୍ୟ ବ୍ରତ କୁହାଯାଏ। ଆହାରେ ଶୁଦ୍ଧୌ ସତ୍ତ୍ୱ ଶୁଦ୍ଧି, ଅର୍ଥାତ୍ ଆହାର ବା ଅନ୍ନରେ ଶୁଦ୍ଧିରେ ସତ୍ତ୍ୱ ବା ବୁଦ୍ଧି ଶୁଦ୍ଧ ହୁଏ। ବ୍ରତ ହେଉଛି ମାନସିକ କର୍ମ, ଭଜନ ହେଉଛି ଶାରୀରିକ କର୍ମ। ଶାସ୍ତ୍ରରେ କୌଣସି ସ୍ଥଳରେ ଭଜନ ନ କରି ଉପବାସ ରହିବାକୁ ବ୍ରତ କୁହାଯାଏ ନାହିଁ। ଅପରପକ୍ଷରେ ଉତ୍ତମ ଅନ୍ନ ସେବନକୁ ବ୍ରତ କୁହାଯାଇଛି। ବ୍ରତର ଅନ୍ତର୍ନିହିତ ଅର୍ଥ ହେଉଛି ସତ୍ୟ ଓ ଧର୍ମ ପଥରେ ଚାଲିବା ପାଇଁ ମନରେ ଦୃଢ଼ ସଂକଳ୍ପ ଆଣିବା।
ଆଜି ହେଉଛି ସାବିତ୍ରୀ ବ୍ରତ। ଅନ୍ତତଃ ଉତ୍ତମ କର୍ମ ଓ ଦୀର୍ଘ ଜୀବନ କାମନା ପୂର୍ବକ 21 ବାର ଏହି ଗାୟତ୍ରୀ ମନ୍ତ୍ର ବା ସାବିତ୍ରୀ ମନ୍ତ୍ରର ଅର୍ଥ ସହିତ ଜପ କରିବା ଉଚିତ। ଅନ୍ଧ ପରମ୍ପରାର ସତରେ ଭାସି ନ ଯାଇ ଆସନ୍ତୁ ପରମାତ୍ମା ପ୍ରଦତ୍ତ ଶ୍ରେଷ୍ଠ ବେଦ ରୂପକ ଜ୍ଞାନ ଗଙ୍ଗାରେ ଆବାହନ କରିବା। ତତ୍ର ସନ୍ନିବେଶିତ ଜୀବନ ଉପଯୋଗୀ ଗାୟତ୍ରୀ ମନ୍ତ୍ର ସମୂହର ଅର୍ଥ ସହିତ ପାଠ କରି ମାନବ ଜୀବନ ସାର୍ଥକ କରିବା। ସାବିତ୍ରୀ ବ୍ରତର ମହିମାନ୍ୱିତ ପାଳନ ଦ୍ୱାରା ଜୀବନକୁ ମହିମାମଣ୍ଡିତ କରିବା। ଏଇଠି ଆମେ ଉପବାସ ଏଇଥିପାଇଁ କରୁଛେ, ମା ସାବିତ୍ରୀ 3 ଦିନ ସହିତ ଫଳ ଆହାର କରି ସମସ୍ତଙ୍କୁ ମାନେ ଋଷି ମୁନି ସମସ୍ତଙ୍କର ସେବା କରି ସେମାନଙ୍କୁ ଅନ୍ନଦାନ କରୁଥିଲେ। ସେଇଥିପାଇଁ ଆମେ ତାଙ୍କୁ ସ୍ମରଣ କରି ଯେହେତୁ କରୁଥିବାରୁ ଆମେ ବହୁତ ସାତ୍ତ୍ୱିକ ଭାବରେ ଦିନଟି କାଟୁ। ତାଠୁ ବହୁତ ଇମ୍ପୋର୍ଟାଣ୍ଟ ହେଲା ଆମେ ମନରେ ସାତ୍ତ୍ୱିକ ରହିବାର ଅଛି ଓ ଠାକୁରଙ୍କୁ ପ୍ରଣାମ କରିବାର ଅଛି। ଜୟ ଜଗନ୍ନାଥ, ହର ହର ଶମ୍ଭୁ। ଆଜିର ମୋର ଏହି ବିଷୟ ଭଲ ଲାଗିଲେ ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ମା ସାବିତ୍ରୀ ଦେବୀଙ୍କର ଜୟ ଲେଖିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ।